नमस्कार बंधुगण बंधु माने सर्वप्रथमे आपण मानकु इंग्राजी नववर्ष 2025 उपलक्षे हार्दिक शुभेच्छा एवं शुभकामना। एही 2025 वर्षटी आपण मानकर समस्त मनस्कामना बा इच्छा बा अभिलाष को पूर्ण करू। तेबे बंधु माने आसंतु आरंभ करिबा आजिर एही ज्योतिष कार्यक्रम को एवं आजिर ए वीडियो रे आमे माने जानिबा सेही 8टी भाग्यशाली राशिंक विषय रे ଯେଉଁ ରାଶି ମାନଙ୍କର ପ୍ରମୁଖ ଗ୍ରହ ମାନଙ୍କର ଗୋଚର ଦ୍ୱାରା ସନ୍ତାନର ଯୋଗ ବନୁଅଛି। ଯେଉଁ ବ୍ୟକ୍ତି ବିଶେଷ ମାନେ ଜାଣିବା ପାଇଁ ଚାହୁଁଛନ୍ତି ବା ସନ୍ତାନର କାମନାରେ ରହିଥିଲେ ଏହି ବର୍ଷ ତାଙ୍କୁ ସନ୍ତାନ ପ୍ରାପ୍ତି ହେବାର ଯୋଗ ବନୁଅଛି କି ନାହିଁ ସେ ବିଷୟରେ ଆଜିର ଏ ଭିଡ଼ିଓରେ ଆମେ ବିସ୍ତାର ଭାବରେ ଆଲୋଚନା କରିବା। ଆପଣଙ୍କର କେଉଁ ମାସରେ କେଉଁ ସମୟରେ ଏବଂ କେଉଁ ଗ୍ରହଙ୍କର ପ୍ରଭାବରେ ସନ୍ତାନ ପ୍ରାପ୍ତି ହେବାକୁ ଯାଉଛି ତାହା ମଧ୍ୟ ଏ ଭିଡ଼ିଓରେ ଆମେ ବିସ୍ତାର ଭାବରେ ଆଲୋଚନା କରିବା। ସେଥିପାଇଁ ଆପଣମାନେ ଧୈର୍ଯ୍ୟର ସହିତ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ। ତେବେ ବନ୍ଧୁମାନେ ବିବାହର କିଛି ଦିନ ପରେ ଆପଣଙ୍କର ମନରେ ସନ୍ତାନ ପ୍ରାପ୍ତି ପାଇଁ ବହୁତ ପ୍ରଶ୍ନ ଆସିଥାଏ କି ସନ୍ତାନ ଆମର କେବେ ହେବ ଏବଂ ଆପଣମାନଙ୍କ ମନରେ ଏହି ପ୍ରଶ୍ନ କେବେ ନା କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ। କିଛି ବ୍ୟକ୍ତି ବିଶେଷ ମାନଙ୍କର ମନରେ ଏହା ଡେରିରେ ଆସିଥାଏ ବା କିଛି ବ୍ୟକ୍ତି ବିଶେଷ ମାନଙ୍କର ମନରେ ଜଲ୍ଦି ଆସିଥାଏ କିନ୍ତୁ ବିବାହ ପରେ ନିଶ୍ଚିନ୍ତ ଏହି ପ୍ରଶ୍ନ ନିଜର ମନକୁ ଆସେ। ତେବେ ବନ୍ଧୁମାନେ ବହୁତ ଲୋକ ବହୁତ ଦିନ ହେବ ସନ୍ତାନର କାମନାରେ ରହୁଛନ୍ତି ବା ଚେଷ୍ଟା ଚଳାଇଛନ୍ତି କିନ୍ତୁ ସନ୍ତାନ ହେବାରେ ବିଫଳ ହେଉଛନ୍ତି। ସେମାନେ ବହୁତ ଚିନ୍ତାରେ ରହୁଛନ୍ତି ତାଙ୍କ ମନରେ ବହୁତ ଡର ମଧ୍ୟ ରହୁଛି ଏବଂ ଏହି ସମୟ ମଧ୍ୟରେ ବହୁତ ଦୁଃଖ କଷ୍ଟର ସାମ୍ନା କରୁଛନ୍ତି। ମୁଁ ଏଠାରେ ଗୋଟେ କଥା କହିବା ପାଇଁ ଚାହୁଁଛି ଆପଣ ଧ୍ୟାନ ଦେଇ ଶୁଣନ୍ତୁ ଏବଂ ବୁଝନ୍ତୁ। ତେବେ ବନ୍ଧୁମାନେ ଆପଣଙ୍କର ରାଶି ଯାହା ବି ହେଉନା କାହିଁକି ଆପଣଙ୍କର ଜନ୍ମକୁଣ୍ଡଳୀ ଖାଲି ଜନ୍ମକୁଣ୍ଡଳୀ ନୁହେଁ ଆପଣଙ୍କର କର୍ମକୁଣ୍ଡଳୀ ଏହି କୁଣ୍ଡଳୀରେ ବର୍ତ୍ତମାନ ଏବଂ ଭବିଷ୍ୟତ ରହିଛି। ଆପଣମାନେ ଯାହାକୁ ମୋର ବୋଲି କହୁଛନ୍ତି କିଛି ବି ଆପଣମାନଙ୍କର ନୁହେଁ। ଆପଣଙ୍କର ପିତା ମାତା ଭାଇ ବନ୍ଧୁ ସନ୍ତାନ ଭଉଣୀ ସମସ୍ତେ ଆପଣଙ୍କର କର୍ମ ଅନୁସାରେ ପ୍ରାପ୍ତ ହୋଇଛନ୍ତି। ସେମାନେ ଆପଣଙ୍କୁ ସୁଖ ଦେବାକୁ ଆସିଥିବେ ଏବଂ ଦୁଃଖ ଦେବାକୁ ଆସିଥିବେ। ଏହା ଆପଣଙ୍କର କର୍ମ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଛି। ଆପଣଙ୍କର କୁଣ୍ଡଳୀରେ ଜନ୍ମ ସମୟ ଅନୁସାରେ ଗ୍ରହମାନଙ୍କର ସ୍ଥିତି ଯାହା ବି ରହିଥିବ ସେହି ହିସାବରେ ଆପଣଙ୍କର ତାହା ପ୍ରାପ୍ତ ହୋଇଥାଏ। ଆପଣଙ୍କର କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି କିପରି ରହିଛି ଏବଂ ଆପଣଙ୍କୁ କେତେ ବର୍ଷରେ ପ୍ରାପ୍ତ ହେବ ଆପଣଙ୍କୁ 2 ବର୍ଷରେ ମିଳିବ ନା 5 ବର୍ଷରେ ମିଳିବ ନା ଆପଣଙ୍କୁ 10 ବର୍ଷରେ ମିଳିବ ନା ଆପଣଙ୍କୁ କେବେ ମିଳିବ ନାହିଁ ସେ ବିଷୟରେ ବିସ୍ତାର ଭାବରେ ଲେଖାଯାଇଛି। ଯଦି ଆପଣଙ୍କର କୁଣ୍ଡଳୀରେ ସନ୍ତାନ ଡେରିରେ ହେବାର ଯୋଗ ରହିଛି ବା ଲେଖାଯାଇଛି ତେବେ ଆପଣଙ୍କୁ ବହୁତ ଡେରିରେ ସନ୍ତାନ ପ୍ରାପ୍ତି ହେବ କିନ୍ତୁ ଗ୍ରହମାନଙ୍କର ଗୋଚର ଆମ ଜୀବନରେ ବହୁତ ବଡ଼ ପ୍ରଭାବ ପକାଇଥାଏ। ଆପଣଙ୍କର ଚାକିରି କେବେ ହେବ ଆପଣଙ୍କର ବିବାହ କେବେ ହେବ ଆପଣଙ୍କର ସନ୍ତାନ କେବେ ହେବ ଆପଣଙ୍କର କେତୋଟି ସନ୍ତାନ ହେବ ଏସବୁରେ ଗ୍ରହମାନଙ୍କର ଭୂମିକା ବା ଗ୍ରହମାନଙ୍କର ଗୋଚର ଅଧିକ ରହିଥାଏ। ଆଜିର ଏ ଭିଡ଼ିଓରେ ଗ୍ରହମାନଙ୍କର ଗୋଚର ବା ପ୍ରଭାବ କେଉଁ ରାଶିମାନଙ୍କର ସନ୍ତାନ ଯୋଗ ବନଉଛି ଏବଂ ଏହି ବର୍ଷ କେଉଁମାନେ ଚେଷ୍ଟା କଲେ ସନ୍ତାନ ଯୋଗ ସମ୍ଭାବନା ଅଧିକ ରହିଛି ଆଜିର ଏ ଭିଡ଼ିଓରେ ଆମେମାନେ ଜାଣିବା। ତେବେ ବନ୍ଧୁମାନେ ଏବେ ଆସନ୍ତୁ ଜାଣିନେବା ଏହି 2025 ବର୍ଷରେ କେଉଁ ରାଶିମାନଙ୍କର ସନ୍ତାନ ଯୋଗ ବନୁଅଛି ଏବଂ ଭିଡ଼ିଓର ଶେଷରେ କିଛି ବିଶେଷ ପ୍ରତିକାର ମଧ୍ୟ ଆମେ କହିବୁ ଯାହା ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଆପଣଙ୍କର ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ ପ୍ରଥମ ଭାବଟି ସମସ୍ତଙ୍କ ପାଇଁ ସମାନ ହୋଇଥାଏ ଏବଂ ପ୍ରଥମ ଭାବକୁ ଲଗ୍ନର ଗୃହ ବୋଲି କୁହାଯାଏ। ତେବେ ବନ୍ଧୁମାନେ କୁଣ୍ଡଳୀର ପଞ୍ଚମ ଭାବଟି ସନ୍ତାନ ସନ୍ତତିର ଭାବ ହୋଇଥାଏ। ଯଦି ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଗୃହରେ ବା ପଞ୍ଚମ ଭାବଟି କମଜୋର ଥିବ କିମ୍ବା ପଞ୍ଚମ ଭାବର ସ୍ୱାମୀ ନିଚସ୍ଥ ଅବସ୍ଥାରେ ଥିବେ କିମ୍ବା କମଜୋର ସ୍ଥିତିରେ ଥିବେ ତେବେ ଆପଣଙ୍କର ସନ୍ତାନ ପ୍ରାପ୍ତିରେ ବିଳମ୍ବ ହୋଇଥାଏ। ସେଥିପାଇଁ ଆପଣମାନେ ଆପଣଙ୍କର କୁଣ୍ଡଳୀକୁ ବା ଜାତକକୁ ଆପଣ କୌଣସି ଭଲ ଜ୍ୟୋତିଷଙ୍କ ପାଖରେ ଦେଖାନ୍ତୁ ଏବଂ ସେମାନେ ଆପଣଙ୍କୁ
संतान प्राप्ति केबे हब सी जणाई देबे। तेबे बंधु माने एई 2025 वर्ष रे सर्वप्रथम राशि संतान प्राप्ति हेबार अधिक जोग बनुअछि। केबे हब एवं केउ समय रे हेब एवं केउ ग्रह पई हब से सबु ए वीडियो रे आलोचना करिबा। तेबे बंधु माने प्रथम राशि होछि मेष राशि। ए मेष राशि रे व्यक्ति विशेष मानकु एप्रिल मास 25 तारिख पूर्वरु संतान हेबार संभावना बहुत अधिक बनुअछि एवं एही समय मध्यरे संतान प्राप्तिर जोग बनुअछि। कारण गुरु आपणकर द्वितीय भावरे अर्थात आपणकर कुटुंब परिवार भावरे विराजमान अछंती। ता सहित शनिदेव आपणकर एकादश भावरे विराजमान अछंती एवं शनिंकर दृष्टि आपणकर संतान भाव उपरे रहुअछि अर्थात आपणकर पंचम भाव उपरे रहुअछि। तेणु करी आपण एप्रिल मास पूर्वरु संतान पई चेष्टा कले बा प्लानिंग कले आपणकु संतान प्राप्ति हेबार बहुत संभावना बनुअछि एवं एही मास गुड़िकरे संतानर जोग बहुत अधिक रहिअछि। द्वितीय राशि होछि वृष राशि। तेबे बंधु माने संतानर कारक ग्रह देवगुरु बृहस्पति अटंती एवं गुरुंकर स्थिति आपणकर संतान पक्ष एवं विवाह पक्ष देखाई थाए एवं शनिंकर स्थितिरु समय निर्धारण होइथाए। आपणकर संतान केबे हेबो ताहा मध्य शनिंकर गोचररु बा स्थितिरु अनुसारे कुहा जाइथाए। वृष राशिर संतान जोग एप्रिल मास परे बनिबा पई जाउछि काहेकि ना गुरु आपणकर प्रथम भावरु द्वितीय भावकु चलन करुछंती एवं द्वितीय भावटी कुटुंब परिवारर भाव होइथाए एवं मार्च मास परे शनि आपणकर एकादश भावकु गोचर करिवे। शनिंकर दृष्टि आपणकर संतान भाव उपरकु रहिबो अर्थात पंचम भाव उपरकु रहिबो। सेथिपई आपणकर एप्रिल मास परे संतानर जोग बनुअछि। एबे आसंतु जानिबा मिथुन राशि भाग्यशाली राशि। आपणकर मई मास 15 तारिख परे संतान जोग बनुअछि कारण देवगुरु बृहस्पति आपणकर राशि को चलन करिवे एवं गुरु दीर्घ 12 वर्ष परे आपणक राशि को गोचर करिवे। सेथिपई एही 2025 वर्षटी आपणक पई वरदान स्वरूप रहिछि एवं प्रथम भावरे रही आपणकर पंचम भावकु पंचम दृष्टि देबे जहा फल रे आपणक पई संतानर जोग बहुत अधिक बनाउछि। एबे आसंतु जानि नेबा चतुर्थ भाग्यशाली राशि सिंह राशि। सिंह राशि व्यक्ति विशेष मानक पई अगस्त मासरु आरंभ करी सेप्टेम्बर मास मध्यरे रहिछि कारण गुरु आपणकर एकादश भावकु चलन करिवे एवं सप्तम दृष्टि आपणकर संतान भाव उपरे रहिबो। आपणकु संतान प्राप्तिर संभावना एप्रिल परे आसुछि किंतु बहुत अधिक शुभ समय अगस्त रु सेप्टेम्बर मध्यरे रहुछि। एबे आसंतु जानि नेबा पंचम भाग्यशाली राशि माने बिछा राशि। एही 2025 वर्ष रे एकर जोग बनुअछि संतानर जोग बनुअछि। बिछा राशि रो व्यक्ति विशेष मानक पई महा संजोग बनुअछि कारण आपणकर राशि रु शनिंकर अढेई समाप्त हेबो। ता सहित शनि आपणकर पंचम भाव को गोचर करिवे। शनिंकर पंचम भाव को चलन अर्थ शनि जेउ भी गृह को जाती सेठारे अधिक शुभाशुभ फल प्रदान करती। सेथिपई मार्च मास परे आपणकर संतान संततिकर जोग बनुअछि। ता सहित देवगुरु बृहस्पति आपणकर कुटुंबर भाव उपरे दृष्टि देबे। गुरुंकर एही दृष्टि आपणको शुभाशुभ फल प्रदान करिवो। एबे आसंतु जानि नेबा षष्ठ भाग्यशाली राशि मकर राशि। तेबे बंधु माने मकर राशि रो व्यक्ति विशेष मानकर कुंडली रु शनि 7.5 समाप्त हेबो एवं शनि आपणकर तृतीय भाव को गोचर करिवे एवं पंचम गृह को दृष्टि देबे। तेणु मार्च मास 29 तारिख परे आपणकर संतानर जोग देखा जाउछि। ता सहित मे मास 15 तारिख परे आपणक पई बहुत भल जोग रही अछि कारण गुरु आपणकर षष्ठ भाव रे बसी गुरुंकर नवम दृष्टि आपणकर कुटुंबर गृह को देबे। सेथि पई आपणको अधिक शुभाशुभ फल प्रदान करिवे। एबे आसंतु जानि नेबा सप्तम भाग्यशाली राशि कुंभ राशि।
ଶନି ଆପଣଙ୍କର କୁଟୁମ୍ବର ଗୃହକୁ ଗୋଚର କରିବେ ଏବଂ ଗୁରୁ ଆପଣଙ୍କର ସନ୍ତାନର ଭାବକୁ ଗୋଚର କରିବେ, ମାନେ ପଞ୍ଚମ ଭାବକୁ ଗୋଚର କରିବେ। ଏହାର ଅର୍ଥ ହେଉଛି ସନ୍ତାନର କାରକ ଗ୍ରହ ସନ୍ତାନର ଭାବରେ ବିରାଜମାନ କରିବେ ଏବଂ ସେଠାରେ ରହି ବହୁତ ଶୁଭ ଯୋଗ ବନାଇବେ ଏବଂ ଏହା ଆପଣଙ୍କୁ ମଇ ମାସ 15 ତାରିଖ ପରେ ଦୃଷ୍ଟିଗୋଚର ହେବ। ତେଣୁକରି କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ମଇ ମାସ 15 ତାରିଖ ପରେ ସନ୍ତାନର ଯୋଗ ବନୁଅଛି। ଏବେ ଆସନ୍ତୁ ଜାଣିନେବା ଅଷ୍ଟମ ଭାଗ୍ୟଶାଳୀ ରାଶି କର୍କଟ ରାଶି। ଆପଣମାନଙ୍କ ପାଇଁ ଏପ୍ରିଲ ମାସ ପୂର୍ବରୁ ସନ୍ତାନ ପ୍ରାପ୍ତିର ଯୋଗ ବନୁଅଛି, କାରଣ ଶନିଦେବ ଆପଣଙ୍କର ଅଷ୍ଟମ ଭାବରେ ଏବଂ ଗୁରୁ ଆପଣଙ୍କର ଏକାଦଶ ଭାବରେ ବିରାଜମାନ ରହିବେ ଏବଂ ଉଭୟଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ରହିବ, ଯାହା ସନ୍ତାନ ପ୍ରାପ୍ତି ପାଇଁ ବହୁତ ଶୁଭ ରହିଛି। ଏବେ ଆସନ୍ତୁ ଜାଣିନେବା ସନ୍ତାନ ପ୍ରାପ୍ତି ପାଇଁ ସହଜ ଏବଂ ସରଳ ପ୍ରତିକାର ବିଷୟରେ। ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବ ଏବଂ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ଆପଣ ପ୍ରତ୍ୟେକ ଦିନ ଗୁରୁଙ୍କର ବୀଜ ମନ୍ତ୍ରର ଜପ 108 ଥର ଅବଶ୍ୟ କରନ୍ତୁ ଏବଂ ତା ସହିତ ସନ୍ତାନ ଗୋପାଳଙ୍କର ମନ୍ତ୍ର ଜପ କରନ୍ତୁ। ଆପଣ ଏହି ମନ୍ତ୍ରକୁ 108 ଥର ଜପ କଲେ ଆପଣଙ୍କ ପାଇଁ ବହୁତ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ତା ସହିତ ଆପଣ ପ୍ରତ୍ୟେକ ଗୁରୁବାର ବ୍ରତ କରନ୍ତୁ, ମାତା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରନ୍ତୁ। ତା ସହିତ ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ଆପଣ ପୂଜା ଆରାଧନା କରନ୍ତୁ, ଆପଣଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ, ଏହି 8ଟି ଭାଗ୍ୟଶାଳୀ ରାଶିଙ୍କ ଭିତରେ ଯଦି ଆପଣଙ୍କର ରାଶି ଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣ ଭକ୍ତି ଏବଂ ଶ୍ରଦ୍ଧାର ସହିତ କମେଣ୍ଟ ବକ୍ସରେ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ।